ଏହି ସନ୍ଧ୍ୟାକାଳୀନ ଅଧିବେଶନରେ ପ୍ରଭୁ ତାଙ୍କର ନିବିଡ଼ ତତ୍ତ୍ୱ ବିଷୟଟିକୁ ପ୍ରକାଶ କରିବା ପାଇଁ ସୁଯୋଗ ଦେଇଥିବା ହେତୁ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର। ଆସନ୍ତୁ ପ୍ରେୟର କରିବା, ପ୍ରଭୁଙ୍କ ଚରଣରେ ସମର୍ପଣ ହେବା। ପ୍ରିୟ ପିତା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ପରମେଶ୍ୱର ସଦାପ୍ରଭୁ, ଆପଣଙ୍କ ଚରଣରେ ଆମ୍ଭେମାନେ ନମ୍ର ହୋଇ ସମର୍ପିତ ହେଉଅଛୁ। ଆଜିର ବକ୍ତା ତୁମେ ହୁଅ, ତୁମରି ରବ ଆମ୍ଭମାନଙ୍କୁ ଶୁଣାଅ, ଯେପରି ଆମ୍ଭମାନଙ୍କ ଜୀବନ ପ୍ରସ୍ତୁତ କରିପାରିବୁ ପିତା ଆପଣଙ୍କର ରାଜ୍ୟ ପାଇଁ। ପିତା, ଏଥିପାଇଁ ଦୟାକର, ଅନୁଗ୍ରହ କର। ଆମ୍ଭମାନଙ୍କର ଆତ୍ମିକ ଚକ୍ଷୁ, ଆତ୍ମିକ କର୍ଣ୍ଣ ଯୀଶୁଙ୍କ ନାମରେ ମୁକ୍ତ ହେଇଯାଉ, ଯେପରି ଆମେ ତୁମର ରବକୁ ଶୁଣିପାରିବୁ ରାଜା। ଏଥିପାଇଁ ଆମକୁ ସାହାଯ୍ୟ କର, ଯୀଶୁଙ୍କ ନାମରେ ପ୍ରାର୍ଥନା, ଆମେନ୍। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଯେଉଁ ବିଷୟ ଅଧ୍ୟୟନ କରାଯାଇଅଛି, ଯାହାକି ମାଥ୍ୟୁ ଲିଖିତ ସୁସମାଚାର 6:21, ଏଠାରେ ଏକ ମହତ୍ୱପୂର୍ଣ୍ଣ ବିଷୟକୁ ଉଲ୍ଲେଖ କରିଛନ୍ତି। ଏଠାରେ ଲେଖା ଅଛି, ଯେଉଁଠାରେ ଧନ ସେଠାରେ ମଧ୍ୟ ତୁମର ମନ। ପ୍ରିୟମାନେ, ଯାହା କଲେ କି ଲୋକମାନେ ପ୍ରଫିଟ୍ ପାଇବେ, ଯେଉଁ କାର୍ଯ୍ୟ କଲେ କି ଲୋକମାନେ ଲାଭ ପାଇବେ, ଧନ ପାଇବେ, ଟଙ୍କା ପାଇବେ, ଐଶ୍ୱର୍ଯ୍ୟ ପାଇବେ, ଶାନ୍ତିରେ ବଞ୍ଚିବେ, ଖାଇବା ପିଇବା ପାଇବେ, ସେହି କର୍ମ ପ୍ରତି ଲୋକମାନଙ୍କର ମନ ଥାଏ। ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଧନ ହିଁ ମୂଳ କାରଣ ଅଟେ ବ୍ୟକ୍ତିର, ମନୁଷ୍ୟର ଆତ୍ମିକ ଦିଗତାକୁ ପତନ କରିବାର। ତ ପରମେଶ୍ୱରଙ୍କ ଠାରୁ ପତନ ହେବାର ବହୁତ ରିଜନ ଅଛି, ତଥାପି ସେମାନଙ୍କ ମଧ୍ୟରୁ ଧନ ଏକ ମହତ୍ୱପୂର୍ଣ୍ଣ ବିଷୟ ଅଟେ। ଧନ ଯୋଗୁଁ ଜୀବନ ଚାଲିଯାଏ। ପ୍ରିୟମାନେ, ଧନ ଯୋଗୁଁ ଜଣେ ରୋଗରେ ପଡ଼ିଥାଏ। ଧନ ଯୋଗୁଁ ପରିବାର ବିଚ୍ଛିନ୍ନ ହୋଇଥାଏ। ଧନ ଯୋଗୁଁ ପରମେଶ୍ୱରଙ୍କ ଠାରୁ ଜଣେ ମଣିଷ ପତନ ହୋଇଥାଏ। ପରମେଶ୍ୱରଙ୍କ ରିଲେସନ୍ ଠାରୁ ଜଣେ ପତନ ହୋଇଥାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଚିନ୍ତା କରୁ, ପରମେଶ୍ୱର ଯାହା ଦେଇଛନ୍ତି, ଟଙ୍କା ଦେଇଛନ୍ତି, ଧନ ସମ୍ପତ୍ତି ଦେଇଛନ୍ତି, ପ୍ରେଜ୍ ଦ ଲର୍ଡ, ଜବ୍ ଦେଇଛନ୍ତି, ବିଜନେସ୍ ଦେଇଛନ୍ତି, ତାହା ଆମେ ପରୀକ୍ଷା କରିପାରିବା। ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଯେଉଁ ଜବ୍ ଆପଣମାନେ ପାଇଛନ୍ତି, ସେହି ଜବ୍ ଯୋଗୁଁ ଆପଣମାନେ ଯଦି ପରମେଶ୍ୱରଙ୍କ ନିକଟକୁ ଆସିପାରୁଛନ୍ତି, ପରମେଶ୍ୱରଙ୍କୁ ସମୟ ଦେଇପାରୁଛନ୍ତି, ତାହା ହେଲେ ସେହି ଜବ୍ଟିକୁ ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ଯଦି ସେହି ଜବ୍ ଯୋଗୁଁ, ସେହି ଚାକିରି ପାଇଁ, ସେହି ବିଜନେସ୍ ପାଇଁ, ସେହି କାର୍ଯ୍ୟ ପାଇଁ ଆପଣମାନେ ପରମେଶ୍ୱରଙ୍କୁ ସମୟ ଦେଇପାରୁନାହାନ୍ତି, ତାହା ଶୟତାନ ଆପଣଙ୍କୁ ଦେଇଛି। ଏହା ଆପଣମାନେ ପରୀକ୍ଷା କରନ୍ତୁ ନିଜକୁ। ଯେଉଁ ଗାଡ଼ି ଆପଣ ପାଇଛନ୍ତି, ତାହା ପରମେଶ୍ୱର ଦେଇଛନ୍ତି କି? ସେହି ଗାଡ଼ି ଦ୍ୱାରା ଆପଣମାନେ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାଇପାରୁଛନ୍ତି କି? ନା ଅନ୍ୟାନ୍ୟ କ୍ଷେତ୍ର ପାଇଁ ବିଜିରେ ପଳାଉଛନ୍ତି ସେହି ଗାଡ଼ି ଦ୍ୱାରା? ପ୍ରିୟମାନେ, ନିଜକୁ ଟିକେ ଚିନ୍ତା କରନ୍ତୁ। ହାନାନିଆ ସଫିରା ସେଦିନ ଧନରେ ମନ ରଖିବା ଦ୍ୱାରା, ଲୋଭ ରଖିବା ଦ୍ୱାରା, ଲାଳସା ରଖିବା ଦ୍ୱାରା ସେମାନେ ମରିଗଲେ। ଗିହେଜୀ ସେଦିନ ଧନରେ ମନ ରଖିବା ଦ୍ୱାରା, ଲାଳସା ଲୋଭଜନକ ଭାବି ଆୟସୀ ଜୀବନ କାଟିବା ପାଇଁ, ମଜା ମଜଲିସ୍ ଜୀବନ କାଟି ପାରିବି, କୌଣସି ଅଭାବ ହେବ ନା, ଏ ପ୍ରକାର ଚିନ୍ତା କରି ମନରେ ନିଜକୁ ଡିସାଇଡ୍ କରିବା ଦ୍ୱାରା ରୋଗ କିଣିଲା। ଯେଉଁମାନେ ଆପଣ ବୁଝିପାରୁଥିବେ,
ଯେ ଧନ ଦ୍ୱାରା ରୋଗ ଆସୁଛି। ଧନ ଦ୍ୱାରା ଆପଣ ମାନେ ମରୁଛନ୍ତି। ଧନ ଦ୍ୱାରା ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଉଛନ୍ତି। ଧନ ଦ୍ୱାରା ଆପଣ ମାନେ ନିଜ ଫ୍ୟାମିଲିରେ ବିଶୃଙ୍ଖଳା ହେଉଛନ୍ତି। କେତେକ ଫ୍ୟାମିଲି ଅଛି ଯାହାକି ଚଳାଇବା ପାଇଁ ବହୁତ କଷ୍ଟକର ବିଷୟ ଅଟେ। ପ୍ରିୟମାନେ, କେତେକ ଫ୍ୟାମିଲି ଅଛନ୍ତି କହିବେ ଉପାସନା, ସଭା ସମିତି, ପ୍ରାର୍ଥନା ଏମିତି ଆଡ଼କୁ ଯଦି ତମେ ଯିବ ସବୁଦିନ, ହେଲେ ଆମେ ଖାଇବା କେମିତି ପାଇବା, ଟଙ୍କା କେମିତି ପାଇବା, କେମିତି ଆମେ ବଞ୍ଚିବା? ଏଥିପାଇଁ ଯାଅ, କାମ କର, କିଛି ରୋଜଗାର କର, ତାହେଲେ ଆମେ ପରିବାରକୁ ଚଳାଇ ପାରିବା ବୋଲି ଲୋକମାନେ, ନିଜର ମେମ୍ବର୍ସ ମାନେ, ନିଜର ପଡ଼ୋଶୀ ମାନେ, ନିଜର ଲୋକମାନେ, ତାହା ବି ନିଜ ସ୍ତ୍ରୀ ମଧ୍ୟ ହେଇପାରେ, କହିବେ। ଆପଣ କ'ଣ ଡିସାଇଡ୍ କରିବେ? ପ୍ରଭୁଙ୍କୁ ସମୟ ଦେବା ପାଇଁ ଡିସାଇଡ୍ କରିବେ ନା କାର୍ଯ୍ୟ କରିବା ପାଇଁ ଡିସାଇଡ୍ କରିବେ? ଏଥିଯୋଗୁଁ ଲୋକମାନେ ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେଉଛନ୍ତି। ପ୍ରିୟମାନେ, ଶୟତାନ ମନରେ ଏଇ ପ୍ରକାର ବିଷୟ ଢାଳି ଦେଉଛି ଯାହାକି ଲୋକମାନେ ଚିହ୍ନି ପାରୁନାହାନ୍ତି। କାମ କଲେ ସିନା ଖାଇବା ପାଇବୁ, ନିଜ ପରିବାରକୁ ଚଳାଇ ପାରିବୁ, ଟଙ୍କା ପାଇବୁ, ଧନ ସମ୍ପତ୍ତି ପାଇବୁ, ପ୍ରାର୍ଥନା କଲେ ପାଇବୁ କି, ଉପାସନା ଗଲେ ପାଇବୁ କି, ସଭା ସମିତି ଗଲେ ପାଇବୁ କି ବୋଲି ଶୟତାନ ମଣିଷର ଚିନ୍ତାରେ ଏହି ବିଷୟଟିକୁ ଢାଳି ଦେଉଅଛି। ଲୋକମାନେ ଚିହ୍ନି ପାରୁନାହାନ୍ତି। ଯେଉଁମାନେ ଭାବି ଦେଖନ୍ତୁ, ଚିନ୍ତା କରନ୍ତୁ, ସତରେ ପରମେଶ୍ୱର ଆପଣଙ୍କୁ ଜବ୍ ଦେଇଛନ୍ତି ନା ଶୟତାନ ଦେଇଛି? ସତରେ ପରମେଶ୍ୱର ଆପଣଙ୍କୁ ବିଜନେସ୍ ଦେଇଛନ୍ତି ନା ଶୟତାନ ଦେଇଛି? ପ୍ରିୟମାନେ, ଶୟତାନ ମଧ୍ୟ ଧନ ସମ୍ପତ୍ତି, ଚାକିରି, ବିଜନେସ୍, ଫ୍ୟାମିଲି ସବୁ କିଛି ଦେଇ ଜାଣେ। ପ୍ରିୟମାନେ, ସୁନା, ରୂପା, ଟଙ୍କା, ହୀରା, ମୋତି ସବୁ କିଛି ଦେଇ ଜାଣେ ଶୟତାନ। ଆପଣ କ'ଣ ଭାବୁଛନ୍ତି ଖାଲି ପରମେଶ୍ୱର ଦେଉଛନ୍ତି ବୋଲି? ନା ନା, ଶୟତାନ ମଧ୍ୟ ଦେଇ ଜାଣେ। ପ୍ରିୟମାନେ, ଯେତେବେଳେ ଯୀଶୁ ଖ୍ରୀଷ୍ଟ ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିଲେ, ସେହି ସମୟରେ ଶୟତାନ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଅଫର ଦେଇଅଛି, ଯଦି ତୁମେ ମୋତେ ପ୍ରଣାମ କରିବ ତାହେଲେ ଏହି ସବୁ ଯାହା ଦେଖୁଛ ତୁମକୁ ଏହି ସମସ୍ତ ଐଶ୍ୱର୍ଯ୍ୟର ମାଲିକ ଭାବରେ ଛିଡ଼ା କରେଇବି ବୋଲିକି ଲୋଭ ଦେଖାଉଥିଲା। ପ୍ରିୟମାନେ, ଧନ ଦ୍ୱାରା ତାହା କ'ଣ ଆମ୍ଭମାନଙ୍କୁ ଦେଇପାରିବ ନାହିଁ? ଦେଇପାରିବ। ଏମିତି ବି ଲୋକମାନେ ପାଉଛନ୍ତି। ପ୍ରିୟମାନେ, ଆମେ ସେମାନଙ୍କୁ କେମିତି ଚିହ୍ନି ପାରିବା? ଯେଉଁମାନେ ଜବ୍ ପାଇବା ଦ୍ୱାରା ପରମେଶ୍ୱରଙ୍କ ଉପସ୍ଥିତିକୁ ଆସିପାରୁନାହାନ୍ତି, ପରମେଶ୍ୱରଙ୍କୁ ସମୟ ଦେଇପାରୁନାହାନ୍ତି, ଉପାସନା ପାଇଁ ସମୟ ଦେଇପାରୁନାହାନ୍ତି, ସଭା ସମିତି ପାଇଁ ସମୟ ଦେଇପାରୁନାହାନ୍ତି, ପ୍ରଭୁଙ୍କ ସେବା କାର୍ଯ୍ୟ ନିମନ୍ତେ ସମୟ ଦେଇପାରୁନାହାନ୍ତି। ଏହା ଏକ ଉଦାହରଣ ଅଟେ। ଯେଉଁମାନେ ଶୟତାନ ଠାରୁ ସମସ୍ତ ଐଶ୍ୱର୍ଯ୍ୟ, ଟଙ୍କା, ଧନ ସମ୍ପତ୍ତି, ଗାଡ଼ି, ବଙ୍ଗଲା ପାଇଛନ୍ତି। ପ୍ରିୟମାନେ, କିନ୍ତୁ ଯେଉଁମାନଙ୍କୁ ପ୍ରଭୁ ଦେଇଛନ୍ତି ସେମାନେ ସଦା ପ୍ରଭୁଙ୍କୁ, ପରମେଶ୍ୱରକୁ, ଆପଣା ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯେଉଁ ଚାକିରି ଦ୍ୱାରା, ଯେଉଁ ଜବ୍ ଦ୍ୱାରା, ଯେଉଁ ବିଜନେସ୍ ଦ୍ୱାରା ଆପଣମାନେ ପ୍ରଭୁଙ୍କ ନିକଟକୁ ଆସିପାରୁନାହାନ୍ତି, ପ୍ରଭୁଙ୍କୁ ନିକଟରେ ପ୍ରାର୍ଥନା କରିପାରୁନାହାନ୍ତି, ପ୍ରଭୁଙ୍କୁ ସମୟ ଦେଇପାରୁନାହାନ୍ତି, ତାହା ପରମେଶ୍ୱରଙ୍କ ଠାରୁ ନୁହେଁ। ପ୍ରିୟମାନେ, କିନ୍ତୁ ଯେଉଁ ବିଜନେସ୍ ଦ୍ୱାରା, ଯେଉଁ ଚାକିରି ଦ୍ୱାରା ତୁମେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ କରିପାରୁଥିବ, ଆରାଧନା କରିପାରୁଥିବ, ଉପାସନା ଯାଇପାରୁଥିବ, ଏହି ପ୍ରକାର ବିଷୟ ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରିୟମାନେ, ଆଜି ଲୋକମାନେ ପରମେଶ୍ୱରଙ୍କ ପଛରେ ଚାଲିବା କଥା, କିନ୍ତୁ ଆଜି
परमेश्वरଙ୍କ पथर विमुख ही धन संपत्ति टंका पैसा पछरे लोक माने धाउछन्ते प्रिय माने भावी चिंता करो जो परमेश्वर आपनको फैमिली देले जो परमेश्वर आपनको संतान संतति देले एक समाज देले एक चर्च देले से कि धन संपत्ति दे पारबे नहीं निश्चय दे पारबे किंतु आम्भे माने परमेश्वर को छाड़ी की आम्भे माने धन संपत्ति आड़ को आमर मुख रखिबा आमर मन चिंता धारा समस्त विलनेस सेठारे रखिबा जोगु आम्भे माने सांसारिक ठारू आमे वंचित होई पारनु आमे पृथक होई पारनु लास्ट को परमेश्वर को ठारे विच्छिन्न होई पतन हेउछु धन ही मूल कारण अटे से दिन धनी व्यक्ति और लाजार विषय जदि आमे देखिबा धनी पाखरे एते धन संपत्ति थिला किंतु से स्वर्ग को जाई पारे नाही मूल कारण धन लाचार पाखरे किछि नथिला तथापि से स्वर्ग रे आनंद करछि पारादीस रे अछि प्रेज द लॉर्ड हालेलुया सेतमा प्रभु यीशु मध्ये कहिले छुंचीर छिद्र दे अट जाई परिबो किंतु धनी लोक स्वर्ग जीवाटा संभव नाही प्रेमटा वास्तव कथा आज लोक माने धन हेतु लोक माने परमेश्वर संगति छाड़ी देछन्ति एमान कि स्वर्ग जीवे चिंता करंतु आपण जहा पाइछन्ते फैमिली बिजनेस जॉब जहा किछि पाइछन्ति ताहा परमेश्वर को ठारु आसीछि ना शयतान ठारु आसीछि तुमे परमेश्वर को आशीर्वाद प्राप्त होइछो ना शयतान ठारु आशीर्वाद पाइछो यह निज को चिंता करंतु अल्प शिक्षारे प्रभु आशीर्वाद करंतु आमेन।